ଲାଭ ଦୃଷ୍ଟି ରାଜଯୋଗ, ବୁଧ ଏବଂ ଶୁକ୍ରଙ୍କ ଦୁର୍ଲଭ ସଂଯୋଗ। ଅଗଷ୍ଟ 13ରୁ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ ଏବଂ ବ୍ୟବସାୟର କାରକ ଭାବରେ ବିବେଚନା କରାଯାଏ। ଯେତେବେଳେ ଶୁକ୍ର ଗ୍ରହ ଧନ, ସୁଖ, ସମୃଦ୍ଧି, ଆକର୍ଷଣ ଏବଂ ପ୍ରେମର କାରକ ଭାବରେ ବିବେଚନା କରାଯାଏ, ସେତେବେଳେ ଏହି ଦୁଇଟି ଶୁଭ ଗ୍ରହ ମଧ୍ୟରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ। ସେତେବେଳେ ଏହା ଜୀବନରେ ଭୌତିକ ସୁବିଧା ଏବଂ ସଫଳତା ପାଇଁ ପଥ ପ୍ରଶସ୍ତ କରେ। 13 ଅଗଷ୍ଟ 2026ରେ ବୁଧ ଏବଂ ଶୁକ୍ର 60 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହି ବିଶେଷ ଗ୍ରହ କୋଣକୁ ବୁଧ ଶୁକ୍ର ମଙ୍ଗଳ ଦିଗ କୁହାଯାଏ। ଏହି ଦିଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, ଯାହା ଆର୍ଥିକ ଲାଭ, କ୍ୟାରିୟର ଅଭିବୃଦ୍ଧି, ବ୍ୟବସାୟିକ ସଫଳତା ଏବଂ ପ୍ରେମ ସମ୍ପର୍କରେ ମଧୁରତା ଆଣିଥାଏ। ଆସନ୍ତୁ ଜାଣିବା 13 ଅଗଷ୍ଟରୁ କେଉଁ 4ଟି ରାଶିର ଭାଗ୍ୟ ଖୋଲିବ। ବୃଷ ରାଶି। ଆପଣଙ୍କ ରାଶି ଶୁକ୍ର ଦ୍ୱାରା ନିୟନ୍ତ୍ରିତ। ବୁଧ ସହିତ କାହାର ମଙ୍ଗଳ ଦିଗ ଆପଣଙ୍କ ଜୀବନରେ ପ୍ରଗତି ଆଣିବ। ଆପଣ ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ନିବେଶରୁ ଲାଭ ପାଇବାର ଯଥେଷ୍ଟ ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଆପଣଙ୍କ ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ କର୍ମରେ ଖୁସି ହେବେ। ଆପଣ ପଦୋନ୍ନତି କିମ୍ବା ଦରମା ବୃଦ୍ଧିର ଖବର ପାଇପାରନ୍ତି। ଘରେ ଖୁସିର ପରିବେଶ ରହିବ ଏବଂ ଆପଣ ପରିବାର ସହିତ ଗୁଣାତ୍ମକ ସମୟ ବିତାଇବେ। ମିଥୁନ ରାଶି। ବୁଧ ଆପଣଙ୍କ ରାଶିର ଶାସକ ଏବଂ ଶୁକ୍ର ସହିତ ଏହି ଶୁଭ ଦିଗ ଲାଭ ପାଇଁ ଅନେକ ସୁଯୋଗ ସୃଷ୍ଟି କରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବୁଦ୍ଧିମତ୍ତା ଏବଂ ସୃଜନଶୀଳତାକୁ ପ୍ରଶଂସା କରାଯିବ। ନୂତନ ବ୍ୟବସାୟିକ ସହଭାଗିତା କିମ୍ବା ଚୁକ୍ତି ଚୂଡ଼ାନ୍ତ ହୋଇପାରେ। ସାଥୀମାନଙ୍କ ସହିତ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଜବୁତ ଏବଂ ରୋମାଣ୍ଟିକ ହୋଇଯିବ। ଅବିବାହିତାମାନେ ଏକ ନୂତନ ସାଥୀ ପାଇପାରନ୍ତି। ହଠାତ୍ ଆର୍ଥିକ ଲାଭର ସମ୍ଭାବନା ଅଛି, ଯାହା ଆପଣଙ୍କ ବ୍ୟାଙ୍କ ବାଲାନ୍ସ ବୃଦ୍ଧି କରିବ। କନ୍ୟା ରାଶି। ବୁଧ କନ୍ୟା ରାଶିର ଶାସକ। ଏହି ବୁଧ ଶୁକ୍ର ସଂଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହେବ। ଚାକିରି ପରିବର୍ତ୍ତନ ପାଇଁ ଚିନ୍ତା କରୁଥିବା ଲୋକମାନେ ସେମାନଙ୍କ ଇଚ୍ଛିତ କମ୍ପାନୀରେ ଏକ ଭଲ ଅଫର ଲଟେରୀ ପାଇପାରନ୍ତି। ସେୟାର ବଜାର କିମ୍ବା ପୁରୁଣା ପ୍ରକଳ୍ପ ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇପାରନ୍ତି। ପ୍ରେମ ସମ୍ପର୍କରେ ନୂତନ ଉତ୍ସାହ ଏବଂ ମଧୁରତା ଅନୁଭବ କରିବେ। ତୁଳା ରାଶି। ତୁଳା ରାଶିର ବ୍ୟକ୍ତିମାନେ ବୁଧ ଏବଂ ଶୁକ୍ରଙ୍କ ଏହି ଭାଗ୍ୟ ଏବଂ ଲାଭର ଦ୍ୱାର ଖୋଲିବ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ମୁକ୍ତି ହୋଇପାରେ, ଯାହା ଆପଣଙ୍କ ନୂତନ ଉତ୍ସ ସୃଷ୍ଟି କରିବ। ଆପଣଙ୍କ ବୈବାହିକ ଜୀବନ ଚାଲିଥିବା ଭୁଲ ବୁଝାମଣା ସମାଧାନ ହେବ। ଆପଣଙ୍କ ପ୍ରେମ ସାଥୀଙ୍କ ସହିତ